ସାଙ୍ଗମାନେ ମିଠା କହିଲେ ସ୍ୱାଦ ଖୁସି ଆଉ ସ୍ମୃତି ସବୁକିଛି ଏକାଠି ମନେ ପଡ଼େ। ଆଉ ସେଇ ମିଠା ଯଦି ଗୁଲାବଜାମୁନ ହୋଇଥାଏ ତେବେ କଥା ଶେଷ। ବିବାହ ହେଉ କି ପୂଜା ହେଉ କିମ୍ବା ଖୁସିର ଯେକୌଣସି ମୁହୂର୍ତ୍ତ ଗୁଲାବଜାମୁନ ଛଡ଼ା ସବୁ ଅଧୁରା ଲାଗେ। ବାହାରେ ସଫ୍ଟ, ଭିତରେ ପୁରା ଜୁସି। ଏକ ବାଇଟ୍ ନେଲେ ସବୁ ଚିନ୍ତା ହେଲା ଫିନିଶ୍। ଏହି ସ୍ୱାଦ ପଛରେ ଅଛି ଖୋଆ, ମଇଦା, ଚିନି ଆଉ ଟିକେ ଧୈର୍ଯ୍ୟ। ଖୋଆକୁ ଭଲରେ ମାଡ଼ି ନରମ ଗୋଲା କରାଯାଏ। କୌଣସି ଦରା ନୁହେଁ, ସେଥିପାଇଁ ପରଫେକ୍ଟ ଜାମୁନ। ଧୀରେ ଧୀରେ ଭଜାଯାଏ, ତାରାତାରି କରି ସ୍ୱାଦ ମିଳେ ନାହିଁ। ଚିନି ଶିରାରେ ଇଲାଇଚି ବାସ୍ନା ଆଉ ଗରମ ଜାମୁନ ଶିରାରେ ଡୁବିଗଲା। ଭିତରୁ ବାହାରୁଥିବା ସେହି ଶିରା, ଏହାକୁ ଦେଖି ମନ ଖୁସି ହୋଇଯାଏ। ବିବାହ, ପୂଜା କିମ୍ବା ସାଧାରଣ ଦିନ ଗୁଲାବଜାମୁନ ସବୁବେଳେ ସ୍ପେସିଆଲ। ଆପଣ ଏଟାକୁ ସୁଜିରେ ମଧ୍ୟ କରିପାରିବେ, ତେଣୁ ମୁଁ ସୁଜିରେ ଗୁଲାବଜାମୁନଟା ବନେଇଛି। ଆପଣଙ୍କୁ ଯଦି ଏଇଟା ଭଲ ଲାଗିଲା ତେବେ କମେଣ୍ଟରେ ହଁ କହିଦେବେ।